ଆମେ କେବଳ କଥାଟା ପଛିବା ପାଇଁ ତୁ ମୋତେ କେତେ ବାଟ ଦୌଡ଼ି ଆସିଛୁ କିନ୍ତୁ ସେ ଦାନର ଅସମ୍ପୂର୍ଣ୍ଣ ପାଇଁ ଦ୍ୱାରକା ଆଜି ମୋର ଅପବିତ୍ର ମା। ମୁଁ ମଧ୍ୟ ନିଜେ ଅପବିତ୍ର। ବାବା ତୋତେ ଏ କଥାଟା କିଏ କହିଲା? ଦେବର୍ଷି ନାରଦ ମୋତେ ଏ କଥା କହିଲେ ମା। ତ୍ରିକାଳଜ୍ଞ ମହର୍ଷି ସେ ସମସ୍ତଙ୍କ ଅନ୍ତର କଥା ତାଙ୍କୁ ଜଣା। ସେଇଥିପାଇଁ ତ ମୋର ଆଜି ହସ ନାହିଁ। ଆଜି ଫଗୁ ଦଶମୀରେ ଦ୍ୱାରକାରେ ଆନନ୍ଦର ଢେଉ ଖେଳି ଯାଉଥିଲା ବେଳେ ଏତିକିବେଳେ ତୁ ମନ ଦୁଃଖ କରିଛୁ। ଛି ବାବା ଛି। ଯେତେ ଶୀଘ୍ର ମୋତେ ଏ ମହାପର୍ବର ପରିସମାପ୍ତି ଘଟାଇବାକୁ ପଡ଼ିବ। କୃଷ୍ଣ ଆଉ ଏ ଲକ୍ଷେ ବ୍ୟବସ୍ଥା ଦାନର ପର୍ବ ଆରମ୍ଭ ହେବ ଏଇ ଫଗୁ ପୂର୍ଣ୍ଣିମାରେ। କୃଷ୍ଣ ଏତେ ବଡ଼ ଧାନର ପର୍ବ এই অল্প সময় মধ্যে কোন হইপারিব ବାବା ମୋ ମତରେ ଆଉ ଯଦି କେଇ ଦିନ ଆଗକୁ ଘୁଞ୍ଚାଇ ଦିଆ ହୁଅନ୍ତା। ବାବା ଏ କର୍ମରେ ଯେତେ ବିଳମ୍ବ ଘଟିବ ମୋର ମାନସିକ ଯନ୍ତ୍ରଣା ସେତେ ସୃଷ୍ଟି ହେବ। ତେଣୁ ଏ କ୍ଷେତ୍ରରେ ଉପାୟ ସ୍ଥିର କରିବେ ଏକମାତ୍ର ଦେବର୍ଷି ନାରଦ। ତାଙ୍କର ଆଦର୍ଶ ହିଁ ଆମର ପଥ ପ୍ରଦର୍ଶକ ହେବ। ହେ ମହାତ୍ମା ଦେବର୍ଷି ତ୍ରାହିମାଂ ତ୍ରାହିମାଂ ତ୍ରାହିମାଂ। Nandana